କିନ୍ତୁ ଏଭଳି ଏକ ବ୍ୟକ୍ତିତ୍ୱ ତାଙ୍କୁ ଗାଳି ଦେଲେ ମଧ୍ୟ ତାଙ୍କୁ ନିନ୍ଦା କଲେ ମଧ୍ୟ ସେ ଆଣି ତାଙ୍କୁ ପାଖରେ ବସାନ୍ତି। ଏଇଠି ତ ମୋ ସମ୍ମୁଖରେ ସୁର ଭାଇ ଚିନ୍ତା ଓ ଚେତନାର ସଭାପତି ବସିଛନ୍ତି। ମୁଁ ତାଙ୍କୁ ଲକ୍ଷ୍ୟ କରୁଛି 90 ମସିହା ପରଠାରୁ ପ୍ରତି ବର୍ଷ ବିଜୁ ବାବୁଙ୍କ ଜନ୍ମଦିନରେ ଗୋଟେ ଟୋପି ତାଙ୍କୁ ଦେବେ, ତା ଦେହରେ ଲେଖା ହେଇଥିବ ମହାମୂର୍ଖ। ଯୋଉ ପର୍ଯ୍ୟନ୍ତ ସେ ଟୋପି ସିଏ ପିନ୍ଧି ନଥିବେ ସେ ପର୍ଯ୍ୟନ୍ତ ସେ ତାଙ୍କ ଜନ୍ମଦିନରେ କେକ୍ କାଟନ୍ତି ନାହିଁ। ମୁଁ ଏ କଥାକୁ ପୁରା ପାଖରେ ଦେଖିଛି। ସେ ମହାମୂର୍ଖ ଟୋପି ପିନ୍ଧିଲା ପରେ ସେ ଆସି କେକ୍ କାଟିବେ ଏବଂ ମହାମୂର୍ଖ ନାମରେ ପେପରରେ ବାହାରିବ, ବା ସେତେବେଳେ ତ ଟିଭି ଏତେ ନଥିଲା, ପେପରରେ ବାହାରିବ ତା ପରଦିନ ବିଜୁ ବାବୁ ମହାମୂର୍ଖ ବୋଲି ଟୋପି ପିନ୍ଧିଛନ୍ତି। ଏବଂ ସେଭଳି ବ୍ୟକ୍ତି ଯିଏ ମହାମୂର୍ଖ ତାଙ୍କୁ ପ୍ରତିବର୍ଷ କୁହନ୍ତି, ତାଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଆସିକି ସୁର ଭାଇଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ଏ ହେଉଛି ଏଭଳି ଏକ ନେତୃତ୍ୱ ବା ଏଭଳି ଏକ ବ୍ୟକ୍ତିତ୍ୱ। ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡ଼େଇଙ୍କର ଅଭିଭାଷଣ ବା ବିଜୁ ବାବୁଙ୍କ ସମ୍ପର୍କରେ ଶୁଣିଲା ପରେ ମତେ ଲାଗୁଛି ତିମି ମାଛ ପାଖରେ ମୀନ ରହିବା ଯାହା, ମୋର ଅଭିଭାଷଣ ଆପଣଙ୍କୁ ସେଇଭଳି ଲାଗିବ। ଏତେ 90 ମସିହାରୁ ମୁଁ ପ୍ରଫୁଲ୍ଲ ଘଡ଼େଇ ମହୋଦୟଙ୍କୁ ବିଜୁ ବାବୁଙ୍କ ପାଖରେ ଦେଖିଛି। ଯଦିବା ଆମର ମୋର ସମ୍ପର୍କ ବିଜୁ ବାବୁଙ୍କ ସାଙ୍ଗେ 1986 ମସିହାରୁ, କିନ୍ତୁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୟରେ ସେତେବେଳର 90 ମସିହାର ସରକାର ବା ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀଙ୍କ ସରକାର ବେଳେ ବହୁ ନିଷ୍ପତ୍ତିରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡ଼େଇ ମହୋଦୟ ଉପଦେଶ ଦିଅନ୍ତି, ବିଜୁ ବାବୁ ତାକୁ ଗ୍ରହଣ କରନ୍ତି। ଏ କଥା ଆମେ ନିଜେ ଦେଖିଛୁ। ଆମେ ଯଦିବା ସେତେବେଳେ କଲେଜରେ ପଢୁଥିଲୁ, ବହୁତ କଥା କହିଲେ, ଆହୁରି ବହୁତ କଥା ମୁଖ୍ୟମନ୍ତ୍ରୀ ମହୋଦୟ କହୁଥିଲେ, ଆପଣ କହିଥାନ୍ତେ ଆମେ ଶୁଣିଥାନ୍ତୁ। କିନ୍ତୁ ସମୟ ସମସ୍ତଙ୍କ ପାଇଁ ପାବନ୍ଦ। ପାଖାପାଖି 1 ଘଣ୍ଟା ଧରି ଆପଣଙ୍କ ଅଭିଭାଷଣ ନିଶ୍ଚିତ ଭାବେ କହିବା ସ୍ୱାଭାବିକ କଥା। ଆମ ଜାତିର, ଆମ ମାଟିର, ଆମ ରାଜ୍ୟର, ଖାଲି ରାଜ୍ୟର କହିଲେ ଛୋଟ ହବ, ଏ ଦେଶର ଅନ୍ୟତମ ସର୍ବଶ୍ରେଷ୍ଠ ନେତୃତ୍ୱ। କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ଅନ୍ୟତମ ସେତେବେଳେ ଏକ ନେତୃତ୍ୱ। ଆମେ ବିଜୁ ବାବୁଙ୍କ ବସିଲା ବେଳେ କହୁଥିଲେ, ଆପଣ ଓଡ଼ିଶାରେ ଜନ୍ମ ହେଇ ପ୍ରଧାନମନ୍ତ୍ରୀ ହେଇପାରି ନାହାନ୍ତି। ଆପଣ ଯଦି ଉତ୍ତରପ୍ରଦେଶ କି ବଡ଼ ରାଜ୍ୟରେ କୋଉଠି ଜନ୍ମ ହେଇଥାନ୍ତେ ତାହେଲେ ନିଶ୍ଚିତ ଆଜି ଆପଣଙ୍କୁ ଆମେ ପ୍ରଧାନମନ୍ତ୍ରୀ ଭାବେ ଦେଖିଥାନ୍ତୁ। ତେଣୁ ସେ କଥାକୁ ନେଇକି ଆମେ ଗର୍ବ ଅନୁଭବ କରୁଛୁ। ପ୍ରଫୁଲ୍ଲ ଘଡ଼େଇ ମହୋଦୟ ବହୁତ କଥା କହିଲେ, କିଛି କିଛି କଥା ମଧ୍ୟ ଛାଡ଼ିଗଲେ। ଆମେ ଯେଉଁମାନେ ରାଜନୀତିରେ ଅଛୁ ସମସ୍ତେ ପ୍ରଶଂସା ଶୁଣିବାକୁ ବହୁତ ଭଲ ପାଉ। ମତେ କିଏ ପ୍ରଶଂସା କରେ, ଆମ ସମସ୍ତଙ୍କୁ କିଏ ପ୍ରଶଂସା କରେ, କିନ୍ତୁ ଏଭଳି ଏକ ବ୍ୟକ୍ତିତ୍ୱ ତାଙ୍କୁ ଗାଳି ଦେଲେ ମଧ୍ୟ ତାଙ୍କୁ ନିନ୍ଦା କଲେ ମଧ୍ୟ ସେ ଆଣି ତାଙ୍କୁ ପାଖରେ ବସାନ୍ତି। ଏଇଠି ତ ମୋ ସମ୍ମୁଖରେ ସୁର ଭାଇ ଚିନ୍ତା ଓ ଚେତନାର ସଭାପତି ବସିଛନ୍ତି। ମୁଁ ତାଙ୍କୁ ଲକ୍ଷ୍ୟ କରୁଛି 90 ମସିହା ପରଠାରୁ ପ୍ରତି ବର୍ଷ ବିଜୁ ବାବୁଙ୍କ ଜନ୍ମଦିନରେ ଗୋଟେ ଟୋପି ତାଙ୍କୁ ଦେବେ, ତା ଦେହରେ ଲେଖା ହେଇଥିବ ମହାମୂର୍ଖ। ଯୋଉ ପର୍ଯ୍ୟନ୍ତ ସେ ଟୋପି ସିଏ ପିନ୍ଧି ନଥିବେ ସେ ପର୍ଯ୍ୟନ୍ତ ସେ ତାଙ୍କ ଜନ୍ମଦିନରେ କେକ୍ କାଟନ୍ତି ନାହିଁ। ମୁଁ ଏ କଥାକୁ ପୁରା ପାଖରେ ଦେଖିଛି। ସେ ମହାମୂର୍ଖ ଟୋପି ପିନ୍ଧିଲା ପରେ ସେ ଆସି କେକ୍ କାଟିବେ ଏବଂ ମହାମୂର୍ଖ ନାମରେ ପେପରରେ ବାହାରିବ, ବା ସେତେବେଳେ ତ ଟିଭି ଏତେ ନଥିଲା, ପେପରରେ ବାହାରିବ ତା ପରଦିନ ବିଜୁ ବାବୁ ମହାମୂର୍ଖ ବୋଲି ଟୋପି ପିନ୍ଧିଛନ୍ତି। ଏବଂ ସେଭଳି ବ୍ୟକ୍ତି ଯିଏ ମହାମୂର୍ଖ ତାଙ୍କୁ ପ୍ରତିବର୍ଷ କୁହନ୍ତି, ତାଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେ ଆସିକି ସୁର ଭାଇଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ଏ ହେଉଛି ଏଭଳି ଏକ ନେତୃତ୍ୱ ବା ଏଭଳି ଏକ ବ୍ୟକ୍ତିତ୍ୱ। ତେଣୁ ସେଭଳି ବ୍ୟକ୍ତିତ୍ୱଙ୍କର ସ୍ମୃତି ଚାରଣ କଲାବେଳେ ମତେ ଗର୍ବ ଲାଗୁଛି। ଏଭଳି ଏକ ବ୍ୟକ୍ତିତ୍ୱ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ। ପ୍ରତିବର୍ଷ ଏ କାର୍ଯ୍ୟକ୍ରମ ହୁଏ। ଏ ବର୍ଷ ମୁଖ୍ୟମନ୍ତ୍ରୀ, ଆମର ମୁଖ୍ୟମନ୍ତ୍ରୀ, ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେବି। ନିଜେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ 2 ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାଙ୍ଗରେ ଧରି ଏ ଯୋଉ କାର୍ଯ୍ୟକ୍ରମ
आम समस्तंकर दायित्व केवल बिजू बाबू नुहंती जो माने ओडिशार बरपुत्र माने तांकर जीवन यौवन समय ए माटी पई ए जाति पई ए राज्य पई तांकर सबु त्याग करिचंती तांकु सम्मानित करिबा तांकु श्रद्धांजलि दबा तांकु श्रेष्ठ सम्मान दबा ए जातिर नुआ पीढ़ीर दायित्व एवं कर्तव्य मध्य। प्रफुल्ल भाई कहते कहीं मते डका जाइछि मु जानी नाही आमे एठी समस्ते निर्वाचित सभ्य बा मुख्यमंत्री उपमुख्यमंत्री मु मध्य विधायक प्रफुल्ल भाई किछि न थाई एथि पई डका जाइचंती आपनक सम्मुख रे जो युव समाज बसिचन जो माँ माने बसिचंती ए जातिर इतिहास को पढ़िबे ए जातिर इतिहास को शिखिबे ए जातिर इतिहास आपण मध्य शुणिचंती सबु बेले बिजू बाबू खारवाळंक कथा कहंती खारवाळंकर उदाहरण दियंती आमे होचु खारवाळंकर दायित्व दायद आमे होचु खारवाळंकर पिला जो व्यक्तित्व जो नेतृत्व सारा भारत वर्षर अर्धाधिक राज्य को बा सारा भारत वर्ष गंगा ठारू गोदावरी नुहे गंगा ठारू कावेरी पर्यंत तांको साम्राज्य विस्तार करथिले तांकर दायद होचु आमे माने तेणु मुंड पाती की कहा पाखे लोचा है जीवन है सब बेले लड़िवा शिखिचु तेणु तांकु बेले बेले कलिंग षंढ मध्य कुहा जाए ए कथा मध्य आमे व्यक्ति विशेष रे बेले बेले आलोचना करिथाउ एवं सेई बेले बेले विभिन्न समय रे एभली गोटे सेंटेंस कहीदेवे एभली एक वाक्य कहीदेवे सारा भारत रे से आलोचनार विषय मझिरे थरे तांकर शासन समय रे कहले ऑफिसर माने काम करू नाहंती तांको माड़ जो ऑफिसर काम करू नाहंती तांको माड़ मारिया दरकार है ए कथा सेते बेले मध्य कोठी कोठी ए कथा आमे मध्य कहि परिबु ना जो माने राजनीति रे सरकार रे अछंती ए कथा कहिला बेले 100 थर चिंता करथिबे किंतु एभली व्यक्तित्व एभली नेतृत्व जो जहा भावंती जहा फील करंती जहा निजुको ठीक भावे भावना रे आसे से कथा परिप्रकाश करि दियंत एवं शासन रो परवर्ती अवस्था रे मृत्युर किछि दिन किछि वर्ष पूर्वरु गोटे वर्ष पूर्वरु एभली एक वाक्य कहिले जहा सारा भारत वर्ष रे चर्चित हला भारतीय गणतंत्र को आर्मी को हाथ रे देई दवा दरकार ए कथा जते बेले कहिले सेते बेले सारा भारत वर्ष रो विभिन्न राजनीतिक केवल जनता दल नुहे विभिन्न राजनीतिक दल नेतृत्वंकर समालोचनार शिकार होइथिले तापरे सेतबेलर प्रधानमंत्री चंद्रशेखर सेतबेलर नेतृत्व चंद्रशेखर बोधे प्रधानमंत्री हेई नथिले से आसीथिले तांको भेटिबा पई भेटिबा परे परे 2 दिन परे आमे जाइचु आमे किछि मो कॉलेज रो सभापति हेई साइड थाए मु जाइछि तांको भेटिबा पई कहले आया आपण एमती कहिले चंद्रशेखर जी आसीथिले कोन आपण कोन कहिले एई विषय रे आपण तो निश्चित कहिथिबे ना हां मते कहिले बात तो तूने ठीक बोला लेकिन ये बात टीवी के सामने पेपर के सामने बोलना नहीं चाहिए था माने तुम ठीक कथा कहिचु किंतु सर्वसाधारण लोकों आगे ए कथा कहिबार आवश्यकता नथिला तेणु एभली एक व्यक्तित्व एभली एक नेतृत्व पाखरे आज आमे जेतेबेले श्रद्धांजलि जणाउछु तेणु समस्ते आमे निजको गर्व अनुभव करूछु एभली एक श्रेष्ठ नेतृत्व मु तो चाहिबी बिजू बाबू आम भितरु समस्ते बिजू बाबूंकर 100% तांकर जो फोर्स बा 100% कला आम पाखरु किछि युवा नेतृत्व जो माँ माने एठी बसिचंती आ गोटी कथा खाली कहिबी जो माँ माने बसिचंती विशेष भाव रे आपण माने जानिबा दरकार 92 मसिया कि 93 मसिया पंचायत निर्वाचन एवं पौर निर्वाचन आमे सेतेबेले पुरुष प्राधान्य राजनीतिक दल हो जाइथिलु स्त्री लोक माने राजनीति के आसु नथिले किए जदि आसुथिले तार परिचय होतला कोन से तार भौणी कि से तार स्त्री कि से तार झियारी एई परिचय रे आसुथिले बिजू बाबू सेतेबेले राजनीति रे एभली एक नेतृत्व मानक एभली एक महिला मानक आनिले जो माने राजनीति किछि जानि नथिले तथापि तांकर दृढ़ विश्वास थिला सेतेबेले किरण बाला मंगराज नामक एक भौणी की आनी भुवनेश्वर भली मर्यादापूर्ण जगार चेयरमैन सेतेबेले मेयर नथिले चेयरमैन लढेइले एवं निज दृढ़तार सहित सेतेबेले तांको सुरेश राउतराय लढुतिले समस्ते भाबुतिले सुर राउतराय जीति जिवे किंतु बिजू बाबू पूरा तांको पाई प्रचार प्रसार कले एवं माँ मान को अनुरोध कले जदि माँ माने मो कैंडिडेट को जिते भोट देबे निश्चित भावे ए भुवनेश्वर विकास हेबो
ତେଣୁ ଏଇ କଥା କହିଥିଲେ ଏବଂ ସେତେବେଳେ ମା ମାନଙ୍କୁ ବାହାରକୁ ଆଣିବାର ଯଥେଷ୍ଟ ଅବଦାନ ତାଙ୍କର ଥିଲା। ତେଣୁ ଏଭଳି 33% ଆଜ୍ଞା ସେତେବେଳେ ରାଜନୀତି କ୍ଷେତ୍ରରେ ମହିଳା ମାନଙ୍କୁ 33%। ଆଜି ଯଦି ଆପଣମାନଙ୍କର ପରିଚୟ ଆଜି ଆମେ ମୋର ଭଉଣୀ ମାନେ ମୋର ମା ମାନେ ରାଜନୀତିକି ଆସିଛନ୍ତି ନିଜ ପରିଚୟ ନେଇକି ଆସିଛନ୍ତି ଆଉ ସ୍ୱାମୀ କି ଭାଇର ପରିଚୟ ଦରକାର ନାହିଁ। ମୋ ଅପା ତ ଏଠି ବସିଛି ନିଜ ପରିଚୟରେ ଆଜି ନିଜ ନାଁକୁ ହଟେଇକି ସୁଭଦ୍ରା ନାଁରେ ମୋ ଅପା ପରିଚିତ ହେଇଗଲାଣି। ତେଣୁ ସବୁ ମା ମାନଙ୍କୁ ପୁଣି ଥରେ ପ୍ରଣାମ ଜଣାଉଛି। ଏଭଳି ଏକ ଶ୍ରେଷ୍ଠ ନେତୃତ୍ୱଙ୍କ ପ୍ରତି ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ପ୍ରଣାମ ଜଣାଇ ରହୁଛି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ।